ନାଭିକୟା କ୍ଷେତ୍ର କୁହାଯାଉଛି। ସତରେ କଣ ଭୈରବ ଡାକ ଦେଲେ ଖୋଲିବ ମାଙ୍କ ପଶ୍ଚିମ ଦ୍ୱାର? ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ସତ୍ୟତାର କାହାଣୀ। ବନ୍ଧୁଗଣ, ମାଘ ମାସର ଅମାବାସ୍ୟା ଦିନ, ଯାହାକି ତ୍ରିବେଣୀ ଅମାବାସ୍ୟା ଭାବରେ ପାଳନ କରାଯାଏ, ସେଦିନ ମା ବିରଜାଙ୍କ ଜନ୍ମଦିନ। ମା ବିରଜା ସେଦିନ ବ୍ରହ୍ମାଙ୍କ ଯଜ୍ଞ କୁଣ୍ଡରୁ ଆବିର୍ଭାବ ହୋଇଥିଲେ। ନିଜର ଅଭିଶାପରୁ ମୁକ୍ତି ପାଇବା ପାଇଁ ବ୍ରହ୍ମଦେବ ସେହି ପୁଣ୍ୟତ୍ରୟା ନଦୀ ବୈତରଣୀ କୂଳରେ ଏକ ଯଜ୍ଞ ଅନୁଷ୍ଠିତ କରିଥିଲେ। ସେହି ଯଜ୍ଞର ଅଗ୍ନିକୁଣ୍ଡରୁ ମା ବିରଜା ଆବିର୍ଭାବ ହୋଇଥିଲେ। ବ୍ରହ୍ମାଙ୍କ ଅନ୍ୟ ନାମ ବିରଞ୍ଚି ମଧ୍ୟ, ଏବଂ ବିରଞ୍ଚିଙ୍କ ଅଗ୍ନିକୁଣ୍ଡରୁ ଆବିର୍ଭାବ ହୋଇଥିବାରୁ ମାଙ୍କ ନାମ ବିରଜା ହୋଇଛି ବୋଲି ବିଶ୍ୱାସ କରାଯାଏ। ଏଠାରେ ମା ବିରଜା ଦୁଇ ଭୁଜା ଭାବରେ ପୂଜା ପାଉଛନ୍ତି। ଗୋଟିଏ ହାତରେ ତ୍ରିଶୂଳ ଓ ଅନ୍ୟ ହାତରେ ମହିଷାସୁରର ଲାଙ୍ଗୁଡ଼ ଧରିଛନ୍ତି। ମନ୍ଦିର ଗର୍ଭଗୃହରେ ଭକ୍ତମାନେ କେବଳ ମାଙ୍କ ମୁଖକୁ ଦର୍ଶନ କରିପାରିବେ। ମା ବିରଜା 16 ଦିବସୀୟ ପୂଜାରେ ଗାୟତ୍ରୀ ମନ୍ତ୍ରରେ ପୂଜା ପାଇବାର ଅନେକ ସ୍ୱତନ୍ତ୍ରତା ରହିଛି। ପୌରାଣିକ ତଥ୍ୟ ଅନୁସାରେ ଥରେ ଦେବୀ ସତୀଙ୍କ ପିତା ଦକ୍ଷ ପ୍ରଜାପତି ଗୋଟିଏ ଯଜ୍ଞର ଆୟୋଜନ କରିଥିଲେ ଏବଂ ସେହି ଯଜ୍ଞରେ ସମସ୍ତ ଦେବାଦେବୀଙ୍କୁ ନିମନ୍ତ୍ରଣ କରିଥିଲେ। କିନ୍ତୁ ମହାଦେବଙ୍କୁ ଅପମାନ କରିବା ନିମନ୍ତେ ମହାଦେବଙ୍କୁ ନିମନ୍ତ୍ରଣ କଲେ ନାହିଁ। ମହାଦେବଙ୍କ ବାରଣ କରିବା ସତ୍ତ୍ୱେ ଦେବୀ ସତୀ ସେହି ଯଜ୍ଞରେ ପହଞ୍ଚିଥିଲେ। ସତୀ ଦେଖିଲେ ଯେ ମହାଦେବଙ୍କ ବ୍ୟତୀତ ପିତା ଦକ୍ଷ ସମସ୍ତଙ୍କୁ ନିମନ୍ତ୍ରଣ କରିଛନ୍ତି। ମାତା ସତୀ ସ୍ୱାମୀଙ୍କ ଅପମାନ ସହ୍ୟ କରିପାରିଲେ ନାହିଁ ଏବଂ ସେହି ଯଜ୍ଞ କୁଣ୍ଡରେ ଝାସ ଦେଇ ପ୍ରାଣତ୍ୟାଗ କରିଥିଲେ। ଯେତେବେଳେ ମହାଦେବ ଏସବୁ ଜାଣିଲେ, ଅତ୍ୟଧିକ କ୍ରୋଧରେ ସେଠାରେ ପହଞ୍ଚିଲେ ଏବଂ ସମସ୍ତ ଯଜ୍ଞକୁ ବିଧ୍ୱଂସ କରିଥିଲେ ଓ ମାତା ସତୀଙ୍କ ଦଗ୍ଧ ଶରୀରକୁ ଧରି ସାରା ବ୍ରହ୍ମାଣ୍ଡରେ ବୁଲିବାକୁ ଲାଗିଲେ। ଭଗବାନ ବିଷ୍ଣୁ ମହାଦେବଙ୍କ ଦୁଃଖ ଦେଖିପାରିଲେ ନାହିଁ ଏବଂ ସୁଦର୍ଶନ ଚକ୍ରକୁ ଆଦେଶ ଦେଲେ ଯେ ମାତା ସତୀଙ୍କ ଦଗ୍ଧ ଶରୀରକୁ ଖଣ୍ଡ ବିଖଣ୍ଡିତ କରିବା ପାଇଁ। ଫଳରେ ଚକ୍ରରାଜ ସୁଦର୍ଶନ ମାତା ସତୀଙ୍କ ଶରୀରକୁ 51 ଖଣ୍ଡରେ ଖଣ୍ଡିତ କରିଥିଲେ। ସେହି 51 ଖଣ୍ଡ ଏହି ଅଖଣ୍ଡ ଭାରତରେ ଭୂପତିତ ହେଲା ଏବଂ ସେହି 51ଟି ଜାଗାରେ ମାଙ୍କ ଶକ୍ତିପୀଠ ମାନ ଗଢ଼ି ଉଠିଲା। ପୁରାଣ ଅନୁସାରେ ଓଡ଼ିଶା ପରିସର ଯାଜପୁରରେ ମାଙ୍କ ନାଭି ଖଣ୍ଡଟି ପଡ଼ିଲା। ଫଳରେ ପୀଠ ନାଭିକୟା କ୍ଷେତ୍ର ଭାବରେ ପ୍ରସିଦ୍ଧ ଲାଭ କରିଛି। ଏବେ ଜାଣିବା ଐତିହାସିକ ତଥ୍ୟ। ବ୍ରହ୍ମାଙ୍କ ଦ୍ୱାରା ନିର୍ମିତ ପୁରୁଣା ମନ୍ଦିରଟି ଭାଙ୍ଗିଯିବା ପରେ ବର୍ତ୍ତମାନ ମନ୍ଦିର ସୋମବଂଶୀ ରାଜା ଯଯାତି କେଶରୀଙ୍କ ଦ୍ୱାରା ପୁନଃସ୍ଥାପିତ କରାଗଲା। ମନ୍ଦିରର ଉଚ୍ଚତା 35 ଫୁଟ ଓ ମନ୍ଦିର ବେଢ଼ାର କ୍ଷେତ୍ରଫଳ 300 ବର୍ଗ ଫୁଟ ଅଟେ। ଇତିହାସ ମତରେ ସର୍ବପ୍ରାଚୀନ ନୁହେଁ, ବରଂ ସର୍ବପ୍ରଥମ ଦୁର୍ଗାମୂର୍ତ୍ତି ହେଉଛନ୍ତି ମା ବିରଜା।